ଚକା ନୟନକୁ ପତିତ କେହି ତକାଇ ଖର ନିଶ୍ୱାସ ପକାଇ ଟକା ପକାଇ ଗରୁଡ଼ ପଛରେ ବକାରି ମାତ ଶୁଣ ସତରେ ଡକା ବାଜୁଛି ମହିମାରେ ପ୍ରକାର କରି କର୍ଣ୍ଣେଙ୍ଗୀର ନ ଶୁଣ କାହିଁକି ବିଚିତ୍ର କର୍ମା ହେ ଡକା କରି হরিণী দ্রৌপদী বিপতি হরি হরি ছপরা ডেরি শ্রুতি হরি হরি বিপতি হরি ଆଉ ଏ ଦରିଦ୍ର ସୁଦାମାକୁ କୋଟି ନିଧି ପରିପୂର୍ଣ୍ଣ ଦେଲ କୃପା ବାରିଧି ପୁଣି ମାଟିତେ ଯେ ଧରି ଯା মহিমাটি হরি যা মহিমা চিতে রে ଇଏ ହଉଛନ୍ତି ଜଣେ ସ୍ୱାଧୀନତା ସଂଗ୍ରାମୀ କିଏ ଜାଣିଛୁ ଚନ୍ଦନ ହଜୁରୀ ଓରଫ ଚାଖି କୁଣ୍ଟିଆ ହରି ହରି ବୋଲି ହରି ଯାଉ ନ ଚାହିଁଲ କୃପା ଏତେ ଯେ ମନ୍ଦର ଧର নীলগিরি বাসী পন্দর বাসী প্রায় অঠবসী পন্দর পন্দর বাসী প্রায় ଆଉ ଇଏ 15 ନେତ୍ର ଧାତା ପୁରନ୍ଦର ବନ୍ଦନା କରନ୍ତି ଯେଉଁ ପୟର ଛନ୍ଦ ଛାଡ଼ ଦେବ ରାଜ ଛନ୍ଦ ଛାଡ଼ ଦେବ ରାଜେ দেব রাজে নন্দন শ্রী চরণার
ଅବାଟ ରହ ପାଟି କରି ଟଙ୍କା ଆଇଲା ବେଳେ ପାଟି କରିବୁ କାହିଁକି ଭୁଲ ହବ ନାଇଁ ଭୁଲ ଭାଲ କିଛି ହବନି ନବଗ୍ରହ ଏକାଦଶ ଫଳଦା ଭବନ୍ତୁ ତାରାବରା ଗ୍ରହ ନକ୍ଷତ୍ର ଶୁଭମ ବହୁତ ବାବୁ ମାନେ ବସି ନଥା ପଇସା ଦିଆ ସରିବା ପରେ ବସି କଣ କହୁଛି ତୁ ତ ଯେମିତି ହଉଛୁ ଯେମିତି ସତିକି 6 ମାସ ହେଲା ଟଙ୍କା ଦେଖିଲୁ ପୁଅ ସଂସ୍କୃତି ସମ୍ପନ୍ନ କେଉଁଝର ଜିଲ୍ଲାଏ ଓଡ଼ିଶାରେ ଯେତେ ପାଲା ଗାୟକ ଅଛନ୍ତି ବୟୋଜ୍ୟେଷ୍ଠ ଠାରୁ ବୟ କନିଷ୍ଠ ପର୍ଯ୍ୟନ୍ତ ସମସ୍ତେ ମୁକ୍ତ କଣ୍ଠରେ ସ୍ୱୀକାର କରିବେ ଯେ କେଉଁଝର ଜିଲ୍ଲା ଓଡ଼ିଶା ମାଟିର ପାଲା ଜଗତର ଭାତ ହାଣ୍ଡି କେହି ଅସ୍ୱୀକାର କରିପାରିବେନି ଯେତିକି ମଞ୍ଚ କେଉଁଝର ଜିଲ୍ଲାରେ ଅଛି ସେତିକି ମଞ୍ଚ ଅନ୍ୟ ଜିଲ୍ଲାରେ ନାହିଁ ପୁଅ ଗୋଟିଏ ପାଲା ଗାୟକ ତା ଜୀବନ କାଳ ଭିତରେ ସାରେ ସବୁତକ ଅନୁଷ୍ଠାନରେ ବୁଲି ପାରିବ ବୁଲି ପାରିବ ନାହିଁ ଗୋଟିଏ ଅନୁଷ୍ଠାନ ଓଡ଼ିଶାର ଗଳିକନ୍ଦିରେ ଯେତେ ଗାୟକ ଅଛି ସବୁ ଗାୟକ ଆଣିପାରିବନି କାରଣ ଗାୟକର ପରମାୟୁ ଥିବା ଦରକାର ଗାୟକ ଚାଲିଯିବ କିନ୍ତୁ ଅନୁଷ୍ଠାନ ଅଛି ଆଜି ବକ୍ସି ବାରିଗାଁ ପାଲା ଅନୁଷ୍ଠାନ ଅନେକ ଦିନର କେତେ ବରିଷ୍ଠ ଗାୟକ ମାନେ ଦିବଙ୍ଗତ ହେଇଗଲେଣି ଅନୁଷ୍ଠାନ ବଞ୍ଚିଛି ଅନୁଷ୍ଠାନ ଚାଲିଯିବ କୁଆଡେ ରପାଟି କରନା ତେଣୁ ସେ ଯାହା ହଉ ଦୀର୍ଘ 4 ମାସ ତଳରେ ସଞ୍ଜୟ ବାବୁ ଯୋଗାଯୋଗ କଲେ ବେହେରା ପରିବାର ବରଣ୍ୟ ଜ୍ଞାନୀ ଗୁଣୀ ବିବେକୀ ପଣ୍ଡିତ ମାନଙ୍କର ପରାମର୍ଶରେ ମୃତ୍ୟୁଞ୍ଜୟ ନାମଧେୟ ପୁତ୍ର ଯାହାଙ୍କୁ ଆମେ ଶ୍ରଦ୍ଧାର ଅଭୟ ବୋଲି ଡାକୁଛେ ନ ଭୟ ଅଭୟ ଯେ ଜାନୁଆରୀ 28ରେ ପାଲା ହବ ଆଜି ତ ମାଙ୍କ ପୀଠସ୍ଥଳୀ ଦେବଦେବ ମହାଦେବ ଶଙ୍କର ଭଗବାନ ଅଛନ୍ତି ନାଇଁ ଆଜ୍ଞା ମିଥ୍ୟା ମୁଁ କହିବିନି ସାରଳା ପାଲା କଳାକାର ପରିଷଦର ବାର୍ଷିକ ସମ୍ମିଳନ କାଲି ମୁଁ ସେଠି ପାଲା ଗାଇଲି ସେ ବାଧ୍ୟ କରୁଥିଲେ ନାଇଁ ତୁମେ ନା ମୁଁ ମନା କଲି କେବେ ସମ୍ଭବ ନୁହଁ ତେଣୁ ମୋ କହିବାର ତାତ୍ପର୍ଯ୍ୟ ମୁଁ ଯୋଉ 4-5 ରାତି ଏଠି ପାଲା ଗାଇଛି ଗ୍ରାମବାସୀ ମାନଙ୍କର ଯୋଉ ପ୍ରକାର ଆଦର ସ୍ନେହ ତା କେବେ ଭୁଲି ହବନି ପାଲା କଣ ଭଲ ମନ୍ଦ ତା ଭଗବାନ ଜାଣନ୍ତି ଆମେ ଜାଣିନୁ ସେ ଯାହା ହଉ ଅଭୟ ବାବୁଙ୍କର ପୁଅ 16 ବାର୍ଷିକ ସତ୍ୟନାରାୟଣ ପାଲା ମୁଁ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଜଗନ୍ନାଥଙ୍କର ପରମ ଭକ୍ତ ତାଙ୍କରି ଲେଖା ଗାଇଛି ସାରେ ଯିଏ ବଞ୍ଚି ଥାଉ ଥାଉ ତାଙ୍କ ସ୍ତ୍ରୀ ବିଧବା ହେଇଗଲେ ଆପଣ ମାନେ ଦେଖନ୍ତୁ ସତ୍ୟ ଯୁଗରେ ସ୍ୱାମୀ ବଞ୍ଚିଛି ସ୍ତ୍ରୀ ବିଧବା ହେଇଗଲା ସ୍ୱାମୀ ସତ୍ୟ ଯୁଗରେ ସ୍ୱାମୀ ମରିଗଲା ସ୍ତ୍ରୀ ବିଧବା ହେଲାନି ତ୍ରେତୟାରେ ସ୍ୱାମୀ ବଞ୍ଚିଥିବା ଅବସ୍ଥାରେ ସ୍ତ୍ରୀ ବିଧବା ହେଲା ଏଇ ପୁଅ କଣ ଯାତ୍ରା ପାର୍ଟି ତୁ ଯାତ୍ରା ପାର୍ଟିରେ ଥିଲୁ କିରେ କଣ କରଉ ଟେଣ୍ଟ ହାଉସ କଲା ଲୋକର ଏତେ ଦର୍ପ ସିଏ ସରିଗଲା ପରେ ମୁଁ ତ ଦେଖୁଛି ତୁ ଯେତିକି ଦର୍ପ ଦେଖାଉଛୁ ଆମ ଘର ପାଖରେ ଯୋଉ କାହ୍ନା ଭିଲିଆନ ସେ ସେତିକି କରୁନଥିବ ଆଉ ରୁଟି ବେଲା ସଇଲା ପରେ ଯୋଉ ଲେଡିଜ କୁ ପାଣି ନେଇକିରି ଯାଉ ତାକୁ ଦେଖି ଦେଇଛୁ ଏଇ ଅଭିନୟ କରୁଛି ପାଣି ବୋଟଲ ନେଇକି ଦବ ଆଉ କଣ କରିବ ଇଏ ମାଇସିଆ এইটাକୁ କଣ ଆସେ ବସିଛି ଯେମିତି ସତିକି 10 ଖଣ୍ଡି ଗାଁର ମାମଲତାରୀ ମତେ ଆଜି ଲାଜ ମାଇଲା ସେ ଯଜାତି ବାବୁ ସେଠି ଥାନ୍ତି ଅବଶ୍ୟ ସେ ଦେଖି ନାହାନ୍ତି ସେ ଆମେ ଯାଉ ଯାଉ ବେହେରା ପରିବାର ଅତି ଅଭ୍ୟର୍ଥନା ସେ ଅଭୟ ତ ଆଗରୁ ଆମ ସାଙ୍ଗରେ ମିଶିଥିଲା ଦେଖୁଛ କେତେ ଖୁସି ସଞ୍ଜୟ ସାର୍ ଅଛନ୍ତି ସେ ଯୋଉ ଗ୍ଲାସରେ ଚାହା ଦେଇ ନଥିଲେ କାଗଜ ଗ୍ଲାସ ତାକୁ କାମୁଡୁଛି ଆଚ୍ଛା ତାକୁ ଏମିତି କାମୁଡୁଛୁ ତୁ ମଣିଷଟେ ନା କଣ ଭଦ୍ର ଲୋକ ଘରକୁ ଆଇଛୁ ସେମିତି ହବୁ ନାହିଁ ତୁ ଘରେ ଚାହା ପିଉନୁ ନା କଣ ସେଇ ଯୋଉ ସେମିତି ହଉଛୁ ଶୁଣ ତେଣୁ ତ୍ରେତୟା ଯୁଗରେ ସ୍ୱାମୀ ମଲା
ସ୍ତ୍ରୀ ବିଧବା ହେଲାନି ସ୍ୱାମୀ ମରି ନାହିଁ ସ୍ତ୍ରୀ ବିଧବା ହେଲା ଦ୍ୱାପର ଯୁଗରେ ସ୍ୱାମୀ ବଞ୍ଚିଛନ୍ତି ସ୍ତ୍ରୀ ମାନେ ବିଧବା ହେଇଗଲେ ସ୍ୱାମୀ ମଲା ସ୍ତ୍ରୀ ବିଧବା ହେଲାନି କଳି ଯୁଗରେ ସ୍ୱାମୀ ବଞ୍ଚିଥିବା ଅବସ୍ଥାରେ ସ୍ତ୍ରୀ ବିଧବା ହେଲା ସ୍ୱାମୀ ମଲା ସ୍ତ୍ରୀ ବିଧବା ହେଲାନି ରଗଳମାଳ କରିନି ତମରି ଘରେ ମୁଁ ଆଜି ସେଇ କବିଙ୍କ ଲେଖା ଗାଇଛି ଜଗନ୍ନାଥଙ୍କର ପରମ ସେବକ ସ୍ୱାଧୀନତା ସଂଗ୍ରାମୀ ସେ ବଞ୍ଚିଛନ୍ତି ବା ବଞ୍ଚିଥିଲା ବେଳେ ତାଙ୍କ ସ୍ତ୍ରୀ ବିଧବା ହେଇଗଲେ ଚନ୍ଦନ ହଜୁରୀ ଓର ଚାଖି ଖୁଣ୍ଟିଆ ଦୁର୍ବାର ବ୍ରିଟିଶ ଆକ୍ରମଣ କଲା ସର୍ବ ପଛରେ 1802 ଭିତରେ ସେତେବେଳେ ଜାଗିଲା ପାଇକ ବିଦ୍ରୋହ ଖୋର୍ଦ୍ଧା ମାଟିରେ ଏ ପୁଅ ବକ୍ସି ଜଗବନ୍ଧୁ ରଘୁ ଦିବାକର ଏଠି ଯେତେ ସବୁ କେବଳ ଖୋର୍ଦ୍ଧା ଜିଲ୍ଲା ନୁହଁ ସବୁ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀ ମାନେ ଯୋଗ ଦେଇଥିଲେ ଆପଣ ମାନେ ବିଚାର କରନ୍ତୁ ବ୍ରିଟିଶର ଭୟରେ ନିରୁଦ୍ଦେଶ ହେଇଗଲେ ଚନ୍ଦନ ହଜୁରୀ ଆପଣ ମାନେ ଜାଣନ୍ତି 12 ବର୍ଷ ପର୍ଯ୍ୟନ୍ତ ଯଦି ଗୋଟିଏ ଲୋକର ସନ୍ଧାନ ନ ମିଳିବ ପଳାଶ ପତ୍ର ଦାହ କରି ତା ପାଇଁ ଜ୍ଞାତି କୁଟୁମ୍ବ ମାନେ ସୁଧି ହେବେ ଚନ୍ଦନ ହଜୁରୀଙ୍କର ସ୍ତ୍ରୀ ପିଲେ ଚନ୍ଦନ ହଜୁରୀଙ୍କର ସ୍ତ୍ରୀ ଅଳକା ସାରେ ବିଧବା ହେଇଯାଇଛନ୍ତି ଶୁକ୍ଳ ବସ୍ତ୍ର ପରିବୃତା ବିଧବା ହେଇଯାଇଛନ୍ତି ଚନ୍ଦନ ହଜୁରୀଙ୍କର ସ୍ତ୍ରୀ ଅଳକା କିଛି ଦିନ ପରେ ପୁଅ ସୁଯୋଗ ଉଣ୍ଡି ଯେତେବେଳେ ଫେରି ଆସନ୍ତି ଚନ୍ଦନ ହଜୁରୀ ଗାଁକୁ ଗାଁର ସ୍ତ୍ରୀ ଲୋକମାନେ ଦେଖିଲେ ସେତେବେଳେ ପୁରୁଣା କାଳିଆ ସ୍ତ୍ରୀ ଲୋକ ଏବେ ସିନା ହାଲୋ ହାଏ ମ୍ୟାଡମ ସେତେବେଳେ ସାଧାରଣ ସ୍ତ୍ରୀ ଲୋକମାନେ କଣ କହୁଥିଲେ ସ୍ୱାମୀ ସ୍ତ୍ରୀ କି କଣ କହୁଥିଲେ କଥାବାର୍ତ୍ତା ତୁ କହିବୁ ତୋ ସ୍ତ୍ରୀ ତୋ ସ୍ୱାମୀ ପୁରୁଣା କାଳିଆ ଲୋକ ତା କହିବେ କଣ କହିବେ ଭିତରେ ମଧୁରତା ଥିଲା ଏବେ ସ୍ୱାମୀ ସ୍ତ୍ରୀ ଦେଖିଲା ବେଳକୁ ପଡୁନାହିଁ ସାଡକୁ ଯିବି ନାହିଁ ସେଇ ଗାଁର ସ୍ତ୍ରୀ ଲୋକମାନେ ଯେତେବେଳେ ଚନ୍ଦନ ହଜୁରୀ କି ଦେଖିଲେ ତା ସ୍ତ୍ରୀ ଅଳକା ବିଧବା ସେତିବେଳେ କହିଲେ ପୁରୁଣା କାଳିଆ କଥା କହିଲା ନଈରେ ବାଳିଆ ଚହଟିଲା ନଈରେ ବାଳିଆ ଚହଟିଲା ପିନ୍ଧିଲ ରାଣ୍ଡ କଜଳ ସିନ୍ଦୁର ପିନ୍ଧିଲ ରାଣ୍ଡ କଜଳ ସିନ୍ଦୁର ପୁଣି ଚାଖିଆ ନେଉଟିଲା ସେଇଠି କହିଲେ କହିଲେ ନଈରେ ବାଳିଆ ଚହଟିଲା ପିନ୍ଧିଲ ରାଣ୍ଡ କଜଳ ସିନ୍ଦୁର ପୁଣି ଚାଖିଆ ନେଉଟିଲା ମଉସା ବଞ୍ଚିଛନ୍ତି ଚନ୍ଦନ ହଜୁରୀ ଅଳକା ବିଧବା ହେଇନଥିଲେ ସେଇ ଚନ୍ଦନ ହଜୁରୀ ଗରୁଡ଼ ସ୍ତମ୍ଭ ସନ୍ନିକଟରେ ଠିଆ ହୋଇ ବଳିଆର ଭୁଜ ପ୍ରଭୁ ଶ୍ରୀକ୍ଷେତ୍ର ମୌଢ ମଣିକି ଡାକୁଛନ୍ତି ତାଙ୍କରି ପଦଟି ଆଜି ଗାଇଛି ବାପା ସେ ଅଭୟରେ ଗାଉଥିଲେ ବୋଲି ଆଜି ଅଭୟ ବାବୁଙ୍କ ପାଲା ସେଇଥିପାଇଁ ଗାଇଲି ତାହେଲେ ମୁଁ ସେ ପଦଟିଏ ଗାଇ ସାରିବା ପରେ ମଙ୍ଗଳାଚରଣ ଶ୍ଲୋକ 2 ଧାଡ଼ି ପାଠ କରିଛି କାହିଁକି ନା ଆପଣଙ୍କ ଗ୍ରାମର ସାର୍ ମହାଦେବଙ୍କ ନାଁ କଣ ରାମେଶ୍ୱର ମହାପ୍ରଭୁ ମୁଁ କହିଥିଲି ବୁଝିବାକୁ ବୁଝିଛି ଆଉ ରାମଙ୍କର ଯିଏ ଈଶ୍ୱର ସେ ରାମେଶ୍ୱର କିନ୍ତୁ ପୁଅ ଶିବ କେବଳ ଜଣିଏ ଦେବତାଙ୍କୁ ହାତ ଯୋଡନ୍ତି 2 ଜଣକୁ ଯୋଡନ୍ତି କିନ୍ତୁ ଜଣକୁ ସେ ବେଶୀ ଭଲ ପାଆନ୍ତି ଆପଣଙ୍କର ରାମେଶ୍ୱର ମହାଦେବ ବକ୍ସି ପରିଗାଁର ଶଙ୍କର ଭଗବାନ ସିଏ ଯାହାଙ୍କୁ ଡାକନ୍ତି ପରଶୁରାମ ଯାହାଙ୍କୁ ଡାକନ୍ତି ଦଶରଥ ପୁଅ ରାମ ଯାହାକୁ ଡାକନ୍ତି ଦ୍ୱାପର ଯୁଗର ବଳରାମ ଯାହାକୁ ଡାକନ୍ତି କଳ୍କି ଯୁଗରେ କଳି ଯୁଗରେ କଳ୍କି ରାମ ଜନ୍ମ ନେଇ ଯାହାକୁ ଡାକିବେ ମୁଁ ତାଙ୍କରି କଥା ଆଜି କହିବି ଯାହା କଥା କହିଲେ ରାମେଶ୍ୱର ଖୁସି ହେବେ ମଉସା ଇଏ ଯେତେବେଳେ ନାଚ ଗୀତ କରିବ ସେତିବେଳେ ହୁଇସିଲି ବଜେଇବ ବୁଢା ବୋତେ କଣ୍ଡକ୍ଟର ଥିଲା ଜଣା ପଡୁଛି ନହେଲେ ହୁଇସିଲି କାହିଁ କାନ୍ଧରେ ପକେଇନା ସେ ଗୋଟେ ପ୍ରେମ ଆନନ୍ଦ ଆଉ ମୁଁ କହିଲା ବେଳେ ବଜେଇବନି ଏଇ ଗୀତ ବୋଲିଲା ବେଳେ ବଜେଇବ ହେଲା ହଉ
गोटे खुशी रे बसिचंती गोटे बड़ कथा जानछु सेटा एडी जेतिके आपण माने बसछन सब सुनंत ताले बाबू तुम गाँर रामेश्वर कह काहांकु डाकंती राम जहांकर ईश्वर हेले शिव भगवान कौ राम को डाकंती आग शिव जन्म हेले ना आग राम जन्म नेले ना आग शिव ना आउ ताले ये शिव पुणी कौ राम को डाकंती सर मु हेउरा कहि पारि दशरथंक घरे हां कौशल्याଙ୍କ गर्भरु जो राम जन्म होइतिले से राम आग जन्म होइतिले हे बापा ना शिव आग जो कौन बापा तुम्हें आधुरु पाइबो शिव जन्म होइतिले शिव आग जन्म ना राम आग जन्म आग शिव शिव ताले ये कौ राम को डाकिले ये कोरा मुडा के ना दशरथ पुओ राम जो राम को डाकंती दशरथ सुन गोटे कथा ये दशरथ पुओ राम कौशल्यानंदन राम सीता को स्वामी राम लक्ष्मण अग्रज राम ये मात्र त्रेतया जुगरे जन्म नेले तांको पूर्वरु आउरी राम थिले तांको परे थिले राम सुनिबु ते कहिलो गोटिए मनीष मरा दस्यु दसु हां तार कौन काम जानछु आज्ञा से सिना रचना कर से कौनसी दस्यु परिवार पुओ नुह से कश्यप ऋषि वंशधर से जने ऋषि समाज लोक कुसंगी पड़ी गला आपण पिला को जेते सुंदर परिवेश रे गढ़ंतु जदि कुसंगी पड़ी गला ए मैट्रिक रे 90% रखिथिले कोन पूरा मोडी हे जीवो 60% टू पहुंची जीवो हम मजे डोडा हे देला ना कुसंगी रे पड़ी गला सब सरी गला ये कश्यप ऋषि वंशधर रत्ना कर आज कुसंगी रे पड़ी गला कहला एते परिश्रम करिवो किए ए बापा रो पाट करना के भाई मु हाँ सी साढ़े पार्टी करू मु कहूँ तू आड़े किए बे कहला बेलू सी आहरी साड़ू गति कर जड़े जड़े स्कूल रे थे सब जाक गंडगोल से करते सारे जो पचारे ये पिला किए पार्टी कर निजे कहतब किए पार्टी कर किंतु सब जाक से कहतब आम भी तुमरी भाया होइथिलु स्कूल को जाइछु पाठ पढ़ी जेतिके आपण माने बच्च सब सुन काई कहूची बापा तुम मंगल पाई कहूची जेहेतु तुम आग धाड़ी बसी पाला शुणुच से पाला गाइबा भितर पाला रु गोटे कथा पचार देबी कौ पिला शुणुची कि न शुणुची ठकिन धरा पड़ जीवो एडी जेतिके आपण माने बच्चे सब सुन रत्नाकर लक्ष्य कौन ना मनीष मारिबी सहजरे जो धन रत्न नहीं कि जे जाउथबे तांकू आगम भलरे मागिबी मुके देई दियो जदि देई देले गोला सइला से बंचिबो ता टंका मु नै जीबी जदि न देला धनु को धन नेबी जीवन नेबी ठीक कथा यही वृत्ति करी रचना करता परिवार पोषुची आपण आज सुनिबे शिव कौराम गुडा कन कबो बुझुछु सबुदिन परिस्तार दैनंदिन कर्तव्य गाधे पाधे आइला जंगल बाटरे नुचिकी रहिला जो लोक धन रत्न नहीं जीव से तो ताकू देखु देखु गला पानी फाटी जीव देखई दब दे पुओ दिने देवर्षि नारद विचार कले कले अरे रे ये जो प्रकार दर्पिष्ट हेलानी आउ लोक तो तिष्ठिबेनी कौन करिबा ता माने ये मनीष मारुची चोरी करूची जगन्नाथ दासଙ୍କର भागवत कोन भूलु भागवतर जगन्नाथ दास पुरा लिखिचंती हैं पुआ कौन लिखि कले ये साधु जे मोळ या पवन नारद विचार कले साधु जदि मलय पवन बाजिले चंदन वृक्ष बासना सृष्टि हुए सारे चंदन गछरे बाजिले मलय पवन हम ना काठेरे गछरे ना टिके विचार करंतु आपण माने छोटिया श्रोता नहंती आपण मानक जीवन काल भीतर अनेक वरिष्ठ गरिष्ठ धुरीण गायक मानकर पाला श्रवण करछन गछ हानि देले हबो काठ
ମଉସା କାଠରେ ଜୀବନ ଅଛି ଗଛରେ ଜୀବନ ଅଛି ମଳୟ ପବନ ଗଛରେ ବାଜିବ ନା କାଠରେ ଏଠି କେମିତି ଦାସ ଲେଖିଲେ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ ଠିକ କଥା ସେ ବୋଧେ ଗଞ୍ଜେଇ ଟାଣି ଦେଇଥିଲି তুই তো একা ভলুটে বইছো আর তুই কোন কম পণ্ডিতটা এତେ ভুল লেখিলে কাଇଁ ভুল কাই লেখিবে ভুল সাধু যে মলয় পবন কাঠ কাই লেখিলে গছ লেখিলেনি মলয় পবন গছরে বাজিলে চন্দন হব কাঠরে নুহ ঠিক जो मनीष भितर विवेक नाही विचार नाही बुद्धि नाही সেই হଉଛି धैर्य नाही अन्य प्रति हिंसा करे दया नाही से मनीष बंचिक्री मरिवा सहित समान काठ सहित समान साधु संग सेई काठ परि मनीष को गछ परि करि दब परिवर्तन करिवो तू कोन भाबिछु जगन्नाथ दास मूर्ख नहीं ठीक है नारद कहिले जदि काठ को चंदन करि पारे मलय पवन मु तो जने साधु से दस्यु रत्नाकर पाखकु मु जीवी मु ये कथा काहे की कहूची ना को राम को रामेश्वर डाकंती सेही कथा करिया जेहेतु मां प्रभु रामेश्वर पाखरे पाला भय बाबुर मृत्युंजय आज रामेश्वर खुशी हवा दरकार सर बढ़िया कथा मु कहिबार तात्पर्य